ମଙ୍ଗଳ ଟିଭିକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜି ଅଛୁ ଆମେ ନୃସିଂହନାଥ ମନ୍ଦିର ପାଖରେ। ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଅନ୍ନଛତ୍ର ଚାଲିଛି। ପଶ୍ଚିମ ଓଡ଼ିଶାର ତୀର୍ଥସ୍ଥଳୀ ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ନୃସିଂହନାଥ ମନ୍ଦିର ଅବସ୍ଥିତ। ନୃସିଂହନାଥ ମନ୍ଦିର ପାଖରେ କୁଲଦା ସମାଜ ଇଷ୍ଟ ଦେବୀ ମା ରାମଚଣ୍ଡୀଙ୍କ ମନ୍ଦିର ଅବସ୍ଥିତ। ରାମଚଣ୍ଡୀ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ 20,000 ଭକ୍ତଙ୍କ ଅନ୍ନଭୋଗ ପାଇଥିଲେ। ପ୍ରତିବର୍ଷ ବୈଶାଖ ମେଳାରେ ଅନ୍ନଛତ୍ର ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ବୈଶାଖ ମେଳାରେ କୁଲଦା ସମାଜ, ମନ୍ଦିର ପରିଚାଳନା କମିଟି ତଥା ଯୁବ ସଂଗଠନ ଦ୍ୱାରା ଆୟୋଜନ କରି ଚଳିତ ବର୍ଷ ମଧ୍ୟ ଅନ୍ନଛତ୍ର ଦିଆଯାଇଥିଲା। ପ୍ରାୟ 20,000 ରୁ ଉର୍ଦ୍ଧ୍ୱ ଭକ୍ତ ମାଙ୍କ ପ୍ରସାଦ ପାଇବା ସୌଭାଗ୍ୟ ଅର୍ଜନ କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ଦେଖିବାକୁ ମିଳିଥିଲା। ଆୟୋଜକଙ୍କ ଏହିଭଳି ଉଦ୍ୟମ ଅଞ୍ଚଳବାସୀ ଶ୍ରଦ୍ଧା ଓ ପ୍ରଶଂସା କରିଛନ୍ତି। ଚାଲନ୍ତୁ ଦେଖିବା କିଭଳି କୁଲଦା ଯୁବ ସଂଗଠନର ଭାଇ ଭଉଣୀ, ମା ଭଉଣୀମାନେ ବୈଶାଖ ମେଳାରେ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ କିପରି ଖାଦ୍ୟ ଯୋଗାଉଛନ୍ତି, ଅନ୍ନଛତ୍ର ଦେଉଛନ୍ତି, ତା ସହିତ ପାଣିପତ ଦେଉଛନ୍ତି ଏବଂ ସୁଖ ଶାନ୍ତିରେ ସେମାନେ